1696 ମସିହାରେ ଇଂଲଣ୍ଡ ଏବଂ ୱେଲ୍ସର ରାଜା ୱିଲିୟମ୍ ତୃତୀୟ ନାଗରିକମାନଙ୍କର ନିଜ ଘରେ ଝରକା ରଖିବା ଉପରେ ବି କର ଲଗାଇଥିଲେ। ନିୟମ ଅନୁସାରେ ଯେଉଁ ଘରେ 10ରୁ ଅଧିକା ଝରକା ରହିଥିବ ସେମାନଙ୍କୁ 10 ଶିଲିଂ କର ଦେବାକୁ ହେବ, କାରଣ ଏହା ବଡ଼ ଘର ଏବଂ ମାଲିକ ଧନୀ ବୋଲି ପ୍ରମାଣିତ କରୁଥିଲା। ଏଥିରୁ ମୁକୁଳିବା ପାଇଁ ଅନେକ ଲୋକ ଘରର ଝରକାଗୁଡ଼ିକୁ ଇଟାରେ ବନ୍ଦ କରିଦେଲେ। ତେବେ ଏହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଲା। ଶେଷରେ 156 ବର୍ଷ ପରେ 1851 ମସିହାରେ ଏହି କର ଉଚ୍ଛେଦ ହୋଇଥିଲା। ଅସଲରେ ସେତେବେଳେ ରାଜକୋଷ ଖାଲି ହୋଇଯାଇଥିବାରୁ ସ୍ଥିତି ସୁଧାରିବା ପାଇଁ ରାଜା ଏହି ନିୟମ କରିଥିଲେ। ସାଙ୍ଗମାନେ, ବେଳେବେଳେ ରାଜାମାନେ ତାଙ୍କ ମନମୁଖୀ ଶାସନରେ କର ବସଉଥିଲେ। ତେଣୁ ଇଏ ଗୋଟେ ଝରକା ରହିଲେ କର ଦେବାକୁ ପଡ଼ୁଥିଲା। ଯେମିତି ଜିଜିଆ କର, ଯାତ୍ରୀ କର ସବୁ ଭାରତରେ ମୋଗଲ ରାଜାମାନେ କରିଥିଲେ, ସେମିତି ଫରେନ୍ରେ ବି ଏମିତି ହେଉଥିଲା।